ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟେ ନୂଆ ଅଧ୍ୟାୟକୁ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ମୌନ ବିଧି, ଆଉ ଆଜି ଆମେ ଏଇ ଅଧ୍ୟାୟରେ ଜାଣିବା ପ୍ରାପ୍ତ ସ୍ନାନ ଫଳ। ତ ଚାଲନ୍ତୁ ବନ୍ଧୁ, ଡେରି ନ କରି ଆଉ ଆମେ ଆରମ୍ଭ କରିବା। ପ୍ରାପ୍ତ ସ୍ନାନ ଫଳ। ଗୁଣାଦସ୍ୟ ସାନ ପରସ୍ୟ ସାଧୋ ଦୁପଞ୍ଚ ତେଜସ୍ୱ ଜନ୍ଲ ଚୌଷଚମ୍ ଆୟୁଷ ମାରୋଗ୍ୟ ମଳୋଲୁପପ୍ତ ଦୁଃସ୍ୱପ୍ନ ନାଶଚ୍ଚ ଯଶଶ୍ଚ ମେଧା। ରୂପ ଯେତେ ବଳ ପବିତ୍ରତା ଆୟୁ ଆରୋଗ୍ୟ ନିର୍ଲୋଭତା ଦୁଃସ୍ୱପ୍ନ ଆଦି ନାଶ କରେ ଓ ଯଶ ଆଉ ମେଧା ଏଇ 10 ଗୁଣ ପ୍ରାପ୍ତରେ ସ୍ନାନ କରୁଥିବା ବ୍ୟକ୍ତିଙ୍କୁ ପ୍ରାପ୍ତି ହୁଏ। ଯାଜ୍ଞବଲ୍କ୍ୟ। ତ ବନ୍ଧୁ, ଆଜି ଆମେ ଜାଣିଲେ ପ୍ରାପ୍ତ ସ୍ନାନ ଫଳ। ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା ସ୍ନାନର ଆବଶ୍ୟକତା। ତ ସେହି ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।